ଢେଙ୍କାନାଳର ଗର୍ବ ଏବଂ ଗୌରବ ସ୍ୱର୍ଗୀୟା ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ ପାଳିତ। ଓଡ଼ିଶା ରାଜନୀତିର ଏକ ଦୃଢ଼ ଓ ପ୍ରଭାବଶାଳୀ ନାମ, ଜଣେ ଦକ୍ଷ ପ୍ରଶାସକ, ବିଶିଷ୍ଟ ସାହିତ୍ୟିକା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଜନ୍ମ ଜୟନ୍ତୀ ଆଜି ଢେଙ୍କାନାଳରେ ଶ୍ରଦ୍ଧା ଓ ଭାବବିହୁଳ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଢେଙ୍କାନାଳ ମାଟିର ଏହି ସୁଯୋଗ୍ୟ କନ୍ୟାଙ୍କୁ ସ୍ମରଣ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭା ଏବଂ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଢେଙ୍କାନାଳ ସ୍ଥିତ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଜ୍ଞାପନ କରିଥିଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଏହା ସହିତ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଢେଙ୍କାନାଳ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାହିତ୍ୟକ ଓ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଜୀବନୀ ଓ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ଜଣେ ମହିଳା ହୋଇ ମଧ୍ୟ ସେ ଓଡ଼ିଶାର ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ତାଙ୍କ ନେତୃତ୍ୱ ଓ ଦୂରଦର୍ଶିତା ସମାଜ ପ୍ରତି ଅବଦାନ ଆଜି ମଧ୍ୟ ଲୋକମାନଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ବକ୍ତାମାନେ କହିଥିଲେ ଯେ ନନ୍ଦିନୀ ଶତପଥୀ କେବଳ ଜଣେ ରାଜନେତ୍ରୀ ନୁହନ୍ତି, ସେ ଜଣେ ଦକ୍ଷ ଲେଖିକା, ସମାଜ ସଂସ୍କାରକ ଓ ମହିଳା ସଶକ୍ତିକରଣର ଏକ ଉଜ୍ଜଳ ପ୍ରତୀକ ଥିଲେ। ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଜନସେବା ପ୍ରତି ନିଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଉପସ୍ଥିତ ଅତିଥିମାନେ ନନ୍ଦିନୀ ଶତପଥୀଙ୍କ ଜୀବନର ବିଭିନ୍ନ ସ୍ମୃତିକୁ ମନେ ପକାଇବା ସହିତ ଢେଙ୍କାନାଳ ଏବଂ ଓଡ଼ିଶା ପ୍ରତି ତାଙ୍କର ଅବଦାନକୁ କୃତଜ୍ଞତାର ସହ ସ୍ମରଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତେ ତାଙ୍କ ଆଦର୍ଶକୁ ଅନୁସରଣ କରିବା ଓ ସମାଜ ଗଠନରେ ସକ୍ରିୟ ଭୂମିକା ନେବାକୁ ସଂକଳ୍ପ ନେଇଥିଲେ। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍ ଓଡ଼ିଶା। আজি ଆମର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଯିଏ ଥିଲେ ନନ୍ଦିନୀ ଦେବୀ, ତାଙ୍କର ଆଜି ଜନ୍ମ ଜୟନ୍ତୀ। ସେଥିପାଇଁ ଆଜି ତାଙ୍କୁ ଆମେ ପୁଷ୍ପମାଲ୍ୟ ଦେଇକିନି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲୁ। ସିଏ ଆମର ହେଉଛନ୍ତି ଢେଙ୍କାନାଳ ମାଟିର ଗର୍ବ ଆଉ ଗୌରବ, କାହିଁକିନା ସିଏ ଦକ୍ଷ ମହିଳା ଜଣେ ଥିଲେ। ଯାହା ହଉ ତାଙ୍କ ଜନ୍ମଦିନ ଆମେ ପାଳନ କରୁଛୁ। ତାଙ୍କୁ ଏଠି କେହି ପଚାରି ନଥିଲେ, ତାଙ୍କର ପ୍ରତିମୂର୍ତ୍ତି ବି ଢେଙ୍କାନାଳ ପୌରପାଳିକା ତରଫରୁ ସ୍ଥାପନ କରିଛୁ। ଆଜି ଆମେ ବହୁତ ଖୁସି ଢେଙ୍କାନାଳବାସୀ ତାଙ୍କୁ ଏଠି ସ୍ଥାପନ କରିକି। ମସିହା ଆଜିର ଦିନରେ ଜୁନ୍ ମାସ 9 ତାରିଖ ଦିନ ନନ୍ଦିନୀ ଦେବୀଙ୍କର ଜନ୍ମ ହେଇଥିଲା। ଓଡ଼ିଶାର ପ୍ରସିଦ୍ଧ ସୁନାମ ଧନ୍ୟ ଲେଖକ, ସାହିତ୍ୟିକ, କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କର ସେ କନ୍ୟା ଥିଲେ ଏବଂ ଓଡ଼ିଶାରେ ବାମପନ୍ଥୀ ଆନ୍ଦୋଳନର ପ୍ରତିଷ୍ଠାତା ଭଗବତୀ ଚରଣ ପାଣିଗ୍ରାହୀଙ୍କର ସେ ଝିଆରୀ ଥିଲେ। ଭଗବତୀ ବାବୁ ତାଙ୍କର କକେଇ ଥିଲେ। ଦଳୀୟ କଥାର ପ୍ରଶ୍ନ ଉଠେ ନାହିଁ। ନନ୍ଦିନୀ ଶତପଥୀ ହେଉଛନ୍ତି ନନ୍ଦିନୀ ଶତପଥୀ। ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ସମସ୍ତେ ତାଙ୍କୁ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ବୋଲି କହନ୍ତି। ଓଡ଼ିଶାରେ ଦ୍ୱିତୀୟ ମହିଳା ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ କେହି ହେଇନାହାନ୍ତି। ଏଠି ମହିଳା ପୁରୁଷର କଥା ନାହିଁ। ସେ ତାଙ୍କର ସାମର୍ଥ୍ୟ ଏବଂ ତାଙ୍କର ପାଣ୍ଡିତ୍ୟ ଆଉ ତାଙ୍କର ପରିଶ୍ରମର ପରାକାଷ୍ଠା କାରଣରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଇଥିଲେ। 1962 ମସିହାରେ ସେ ରାଜ୍ୟସଭାକୁ ନିର୍ବାଚିତ ହେଇଥିଲେ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ସରକାରରେ ଇନ୍ଦିରା ଗାନ୍ଧୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲାବେଳେ ନନ୍ଦିନୀ ଦେବୀ ସୂଚନା ପ୍ରସାରଣ ରାଜ୍ୟମନ୍ତ୍ରୀ ଥିଲେ। ପରେ ଇନ୍ଦିରା ଗାନ୍ଧୀଙ୍କ ସରକାରରେ ସେ ସୂଚନା ପ୍ରସାରଣ ରାଜ୍ୟମନ୍ତ୍ରୀ ଇଣ୍ଡିପେଣ୍ଡେଣ୍ଟ ଚାର୍ଜ ସ୍ୱତନ୍ତ୍ର ପ୍ରଭାର ଭାବରେ ଥିଲେ ଏବଂ 1972 ମସିହା ଜୁନ୍ ମାସରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇଥିଲେ। 2 ଦଫାରେ 3.5 ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଢେଙ୍କାନାଳ ସହିତ ତାଙ୍କର ସ୍ୱତନ୍ତ୍ର ସମ୍ପର୍କ। ଏଇଠୁ ବିଧାୟିକା ଥିଲେ। ସମସ୍ତେ ଜାଣିବା ଉଚିତ, ମନେ ପକାଇବା ଉଚିତ ଯେ ସେ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ବିଧାୟିକା କଟକରୁ ହେଇଥିଲେ। ପ୍ରଥମେ ମୁଖ୍ୟମନ୍ତ୍ରୀ ହେଇକି ଆସିଲେ, ତାପରେ କଟକରୁ ବିଧାୟିକା ହେଲେ, ତାପରେ ଢେଙ୍କାନାଳରୁ ଲଗାତାର ବିଧାୟିକା ହେଇ ରହିଥିଲେ। ମୁଁ ହାର୍ଡକୋର RSS ଏବଂ ବିଜେପି ଲୋକ, ତାପରେ ବି ସିଏ
कांग्रेस बैनर रे मुख्यमंत्री होइथिले। अवश्य कांग्रेस दल तांकु भिन्न भिन्न समय रे विभिन्न प्रकार रो मानसिक समस्या सृष्टि करिथिबो, तेणु से कांग्रेस दलरू बाहरी जाइकिरी से मध्य जनता पार्टी रे थिले, से मध्य कांग्रेस अर्स रे थिले, से मध्य जागृत ओडिशा नामक गोटे दल स्वतंत्र गठन करथिले। परे पुणी 88 मसीह रे से कांग्रेस दलर सभानेत्री होइथिले ओडिशार। से जाऊना कहीं राजनैतिक मत पार्थक्य सत्वे जड़े ओडिशार नेत्री भारत वर्ष रे ओडिशा को एवं ढेंकानाल को प्रसिद्ध करिथिबा हेतु एवं लोकाभिमुखी दृष्टिकोण कारण आज समस्ते आसी ढेंकानाल रे कृतज्ञ समाज भाव रे तांकर जन्मदिन रे माल्यार्पण कले। सरकार प्रशासन तरफ एडीएम थिले, म्युनिसिपालिटी रो यो महोदय मध्य थिले, आमर जीपी प्रिय नव भाई से भी थिले एवं बाकी अन्यान्य व्यक्ति विशेष विभिन्न अनुष्ठान रो जमती सांबादिकता बा समाज सेवा क्षेत्र रे प्रद्युम्न रथ उनकर प्रतिष्ठा अच्छी ढेंकानाल रे से भी थिले। एडवोकेट नरेश चंद्र महापात्र, नगरपाल सुनील शर्मा थिले। आपण सब देखुचन सब बंधु माने समस्ते कृतज्ञतार सहित नंदिनी देवी प्रति जेते श्रद्धांजलि ज्ञापन कले मध्य कम पड़िबो। Thank you.